ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ନାମରେ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ରେମୁଣା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦର୍ଶନୀରେ ଓଡ଼ିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ବିମଳା ସାମଲଙ୍କ ତତ୍ତ୍ୱାବଧାନରେ ଗାର୍ଗେଶ୍ୱର ପିଜି ଗ୍ରୁପର ଅଧ୍ୟକ୍ଷା ପ୍ରମିତା ଦାସଙ୍କ ନେତୃତ୍ୱରେ ସଦସ୍ୟମାନେ 50 ପ୍ରକାର ମିଠା ପିଠା ଓ ବ୍ୟଞ୍ଜନ ଆଦି ପ୍ରସ୍ତୁତ କରିବା ସହ ପ୍ରଦର୍ଶିତ କରିଥିଲେ। ଦହି ପଖାଳ, ଶାଗ, ବଡ଼ିଚୁରା, ଆଳୁ ଭର୍ତ୍ତା, ଘାଣ୍ଟ, ପୋଇ ସୋରିଷ ରାଇତା, ଜହ୍ନି ଆଳୁ, ଭେଣ୍ଡି ଆମ୍ବୁଲ ବେସର, ଗଜାମୁଗ ତରକାରୀ, କଲରା ଆଳୁ ଭଜା, ବାଇଗଣ ଭଜା, ପୋଟଳ ଭଜା, ଭାତ, ଡାଲି, ରୁଟି, ମାଛ ବେସର, ମାଛ ଭଜା, ମାଣ୍ଡିଆ ଯାଉ, କାଞ୍ଜି, ଚୁନା ମାଛ, ତେନ୍ତୁଳି ଚଟଣି, ଦହି ବାଇଗଣ, ପିଠା ମଧ୍ୟରେ ଚକୁଳି, ମଣ୍ଡା, ଆରିସା, ଗଇଁଠାଗୁଡ଼ି, ମାଲପୁଆ ପିଠା, ଇଟିଲି, ପୋଡ଼ପିଠା, କାକରା ପିଠା, ଦହିବରା, ଝାଲ ବୁଢ଼ୀ, ମୁହାଁ ପିଠା ଏବଂ ମିଠା ମଧ୍ୟରେ ରସଗୋଲା, କାଲାଜାମ, କ୍ଷୀରି, ଛେନାପୋଡ଼, ମାଲପା, ଛେନା ମାଲପା, ଝିଲାପି, ରସମଲାଇ, ବୁନ୍ଦିଆ, ଛେନାଗଜା ଓ ରସାବଳି ଆଦି ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀକୁ ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ସାଂସଦଙ୍କ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସରପଞ୍ଚ ମଞ୍ଜୁଲତା ଦାସ ଆଦି ବୁଲି ଦେଖିବା ସହ ଖାଇଥିଲେ ଏବଂ ଆୟୋଜନର ପ୍ରଶଂସା କରିଥିଲେ। ବିଡିଓ ସନ୍ତୋଷ କୁମାର ବାରିକ କହିଥିଲେ ଯେ ରାଜ୍ୟ ସରକାରଙ୍କ ଯୋଜନାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏହା ଆମର ଏକ ପରିକଳ୍ପନା। ଓଡ଼ିଆ ଘରର ରୁଚି ଅନୁଯାୟୀ ପଖାଳ ଭାତରେ ଶୁଖୁଆ ଚଟୁଣି ଠାରୁ ଆରମ୍ଭ କରି ନିମପତ୍ର ଭଜା ପର୍ଯ୍ୟନ୍ତ ଅନେକ ଖାଦ୍ୟ ଆମର ଦୈନନ୍ଦିନ ଜୀବନର ଏକ ଅଂଶ। ଏହିସବୁ ଖାଦ୍ୟକୁ ଅନେକ ଭୁଲିଗଲେଣି, ମାତ୍ର ରୁଚିକର ଖାଦ୍ୟ ହିସାବରେ ଆଜି ବି ଓଡ଼ିଆଙ୍କର ଏହି ଖାଦ୍ୟ ଅନ୍ୟମାନଙ୍କ ପାଟିରୁ ଲାଳ ବାହାର କରିଦେବାକୁ ସକ୍ଷମ। ତାକୁ ମନେ ପକାଇବା ଏବଂ ଏହି ଖାଦ୍ୟ ଘରେ ପ୍ରସ୍ତୁତ କରି ଓଡ଼ିଆ ଭାବେ ଗର୍ବ କରିବା ପାଇଁ ଏହା ଆମର ଏକ ପ୍ରୟାସ ବୋଲି କହିଥିଲେ। ବ୍ଲକ ପକ୍ଷରୁ ବିକାଶ କୁମାର ପଣ୍ଡା, ସତ୍ୟନାରାୟଣ ବିଶ୍ୱାଳ ପରିଚାଳନା କରିଥିବା ବେଳେ ପୁଷ୍ପାଞ୍ଜଳି ଦାସ, ନନ୍ଦିନୀ ଦାସ, ମଞ୍ଜରୀ ଦାସ, ଗୀତାଞ୍ଜଳି ମାହାରନା, ଚନ୍ଦ୍ରିକା ପୃଷ୍ଟି, ସୁଭଦ୍ରା ପରିଡ଼ା, ଅପର୍ଣ୍ଣା ସାମଲ, ହରପ୍ରିୟା ମାହାରନା, ନମିତା ଦାସ, ଲିଲିମଣି ଜେନା, ସୁକାନ୍ତି ବେହେରା, ରୀତା ମହାନ୍ତି ଆଦି ପିଜି ଗ୍ରୁପର ସଦସ୍ୟମାନେ ପ୍ରଦର୍ଶନୀରେ ଭାଗ ନେଇଥିଲେ।